ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। षष्ठ अध्याय। एहिपरि गीतारे परमात्माक विभूति वर्णन प्रसंगକୁ ଭିत्ତି କରି କେତେକ ବିଦ୍ୱାନ ତାଙ୍କୁ ସର୍ବଭୂତରେ ବ୍ୟାପକ ବୋଲି କୁହନ୍ତି। ପରମାତ୍ମା କୁହନ୍ତି, ମହର୍ଷିମାନଙ୍କ ମଧ୍ୟରେ ମୁଁ ଭୃକୁ ଅଟେ। ପର୍ବତମାନଙ୍କ ମଧ୍ୟରେ ମୁଁ ହିମାଳୟ ଅଟେ। ନରମାନଙ୍କ ମଧ୍ୟରେ ମୁଁ ରାଜା ଅଟେ। ମୁନିମାନଙ୍କ ମଧ୍ୟରେ ମୁଁ ବ୍ୟାସ ଅଟେ। ଏହି ସବୁ ଶ୍ଲୋକମାନଙ୍କରେ ପରମାତ୍ମାଙ୍କ ସର୍ବବ୍ୟାପକତା ନୁହେଁ, ତାଙ୍କର ଶ୍ରେଷ୍ଠତ୍ୱ ହିଁ ପ୍ରତିପାଦିତ ହେଉଛି। ଏଠାରେ ଯଦି ସେ ନିଜର ସର୍ବବ୍ୟାପକତା ପ୍ରତିପାଦନ କରିଥାନ୍ତେ, ତେବେ କହିଥାନ୍ତେ, ସମସ୍ତ ନରନାରୀ, ସମସ୍ତ ହାତୀ, ସମସ୍ତ ମୁନି ଋଷିମାନଙ୍କ ମଧ୍ୟରେ ମୁଁ ବିରାଜିତ। କିନ୍ତୁ ତାଙ୍କର ଉପରୋକ୍ତ ବକ୍ତବ୍ୟର ଅଭିପ୍ରାୟ ହେଲା, ଯେପରି ମହର୍ଷିମାନଙ୍କ ମଧ୍ୟରେ ଭୃଗୁ, ମୁନିମାନଙ୍କ ମଧ୍ୟରେ ବ୍ୟାସ, ପର୍ବତମାନଙ୍କ ମଧ୍ୟରେ ହିମାଳୟ ତଥା ନରମାନଙ୍କ ମଧ୍ୟରେ ରାଜା ମହାନ ଅଟନ୍ତି, ସେପରି ଆତ୍ମାମାନଙ୍କ ମଧ୍ୟରେ ମୁଁ ପରମାତ୍ମା ମହାନ ଅଟେ। ଏହିପରି ଅନ୍ୟ ଏକ ଶ୍ଲୋକରେ କୁହାଯାଇଛି ଯେ ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ। ଏଠାରେ ଯଦି ଏହାର ଅର୍ଥ କରାଯାଏ ଯେ ଯିଏ ପରମାତ୍ମା ସିଏ ହିଁ ଅର୍ଜୁନ, ତେବେ ଗୀତାଜ୍ଞାନ ପ୍ରଦାନର ଅଭିପ୍ରାୟ ଖଣ୍ଡିତ ହୋଇଯିବ। ଯିଏ ବକ୍ତା ସିଏ ଶ୍ରୋତା, ଏହା କିପରି ସମ୍ଭବ? ତେଣୁ ଗୀତାର ସମସ୍ତ ଶ୍ଲୋକକୁ ଆକ୍ଷରିକ ବା ବ୍ୟାକରଣଗତ ଅର୍ଥରେ ଗ୍ରହଣ ନ କରି ତା ଭିତରେ ଥିବା ସୂକ୍ଷ୍ମ ଭାବାର୍ଥର ଅନୁଶୀଳନ କରିବା ଉଚିତ। ଏଥିପାଇଁ କୁହାଯାଇଛି, ଗୀତା ସୁଗୀତା କର୍ତ୍ତବ୍ୟମ୍। ବିଶ୍ୱରୂପ ଦର୍ଶନ ସମୟରେ ଅର୍ଜୁନ ପରମାତ୍ମାଙ୍କ ବିଷୟରେ ଯାହା ସବୁ ବର୍ଣ୍ଣନା କରିଛନ୍ତି, ତାକୁ ଆଧାର କରି ତାଙ୍କୁ ସର୍ବବ୍ୟାପକ ବୋଲି କେତେକ ଯୁକ୍ତି କରନ୍ତି। ଯଥା, ମୁଁ ଆପଣଙ୍କୁ ଆଦି, ମଧ୍ୟ ଓ ଅନ୍ତ ରହିତ, ଅନନ୍ତ ପ୍ରଭାବଶାଳୀ, ଅନନ୍ତ ବାହୁ ବିଶିଷ୍ଟ, ଚନ୍ଦ୍ର ସୂର୍ଯ୍ୟ ନେତ୍ର ବିଶିଷ୍ଟ, ପ୍ରଜ୍ୱଳିତ ଅଗ୍ନି ସମ ମୁଖ ବିଶିଷ୍ଟ ଏବଂ ସ୍ୱତେଜରେ ସଂସାରକୁ ସନ୍ତାପିତ କରୁଥିବାରୁ ଦେଖୁଛି। ହେ ମହାତ୍ମାନ, ଏହି ସ୍ୱର୍ଗ ଓ ପୃଥିବୀରେ ମଧ୍ୟସ୍ଥଳ ଏବଂ ସମସ୍ତ ଦିଗ ଆପଣଙ୍କର ଦ୍ୱାରା ହିଁ ପରିବ୍ୟାପ୍ତ ହୋଇଛି। ଆପଣଙ୍କ ଏହି ଅଦ୍ଭୁତ ଓ ଉଗ୍ର ରୂପ ଦେଖି ତ୍ରିଲୋକ ବ୍ୟାକୁଳ ହେଉଛି। ଅନାଦି ମଧ୍ୟାନ୍ତମନନ୍ତ ବୀର୍ଯ୍ୟମନନ୍ତ ବାହୁଂ ଶଶି ସୂର୍ଯ୍ୟ ନେତ୍ରಂ ପଶ୍ୟାମି ତ୍ୱଂ ଦୀପ୍ତହୁତାଶଂ ବକ୍ରଂ ସ୍ୱତେଜସା ବିଶ୍ୱମିଦଂ ତପନ୍ତಂ ଦ୍ୟାବ୍ୟା ପୃଥିବ୍ୟୋରିଦମନନ୍ତରଂ हि व्याप्तं त्वयैकेन दिगस्य सर्वाः द्रष्टाभूतं रूपमुग्रं तवेदं लोकत्रयं प्रवृद्धं ମହାତ୍ମନ୍। ହି ମହାବାହୁ, ଆପଣଙ୍କ ଅନେକ ମୁଖ, ନେତ୍ର, ଉରୁ ଓ ପାଦ ବିଶିଷ୍ଟ ରୂପକୁ, ଅନେକ ଉଦର ଓ ବିକଟାଳ ଦନ୍ତପକ୍ତି ବିଶିଷ୍ଟ ମହାନ ରୂପକୁ ଦେଖି ସମସ୍ତ ପ୍ରାଣୀ ବ୍ୟଥିତ ହେଉଛନ୍ତି ଏବଂ ମୁଁ ମଧ୍ୟ ବ୍ୟଥିତ ହୋଇପଡ଼ୁଛି। ରୂପଂ ମହତେ ବହୁବକ୍ତ୍ର ନେତ୍ରଂ ମହାବାହୋ ବହୁବାହୁରୁପାଦଂ ବହୁଦରଂ ବହୁଦୃଷ୍ଟଂ କରାଳଂ ଦୃଷ୍ଟ୍ୱାଲୋକଃ ପ୍ରବସ୍ଥିତାସ୍ତମାଂ। ହେ ଦେବେଶ, ଆପଣଙ୍କର ପ୍ରଳୟଙ୍କାରୀ ଅଗ୍ନି ସମ ପ୍ରଜ୍ୱଳିତ ଓ ବିକଟାଳ ଦନ୍ତପକ୍ତି ବିଶିଷ୍ଟ ମୁଖ ଦେଖି ମୋତେ ଦିଗ ବିଦିଗର ଜ୍ଞାନ ହେଉନାହିଁ କି ଶାନ୍ତି ମଧ୍ୟ ମିଳୁନାହିଁ। ତେଣୁ ହେ ଜଗନ୍ନିବାସ, ଆପଣ ପ୍ରସନ୍ନ ହୋଇଯାନ୍ତୁ। ଦ୍ରଷ୍ଟା କରାଳାନି ଚ ତେ ମୁଖାନି ଦୃଷ୍ଟୈବ କାଳନଳସନିଭାନି ଦିଶୋ ନ ଜାନେ ନ ଲଭେ ଚ ଶର୍ମ ପ୍ରସୀଦ ଦେବେଶ ଜଗନ୍ନିବାସ। ଏଠାରେ ଲକ୍ଷ୍ୟ କରିବା କଥା ଯେ ଉପରୋକ୍ତ ସମସ୍ତ କଥା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା କଥିତ ହୋଇନାହିଁ। ଏହା ଅର୍ଜୁନ ସାକ୍ଷାତକାର ରୂପରେ ଦେଖୁଛନ୍ତି।
କିନ୍ତୁ ଗୀତାରେ ପରମାତ୍ମା ପୂର୍ବରୁ ତାଙ୍କର ନିଜସ୍ୱ ପରିଚୟରେ ଯାହା ସବୁ କହିଥିଲେ, ଅର୍ଜୁନ ଏହି ବର୍ଣ୍ଣନା ସହିତ ମେଳ ଖାଉନାହିଁ। ଅର୍ଜୁନ ଏସବୁକୁ ସାକ୍ଷାତକାର କରି ମଧ୍ୟ ପ୍ରକୃତ ସତ୍ୟ କ'ଣ ବୁଝିପାରିଲେ ନାହିଁ। ତେଣୁ ସେ ଏସବୁ ଦୃଶ୍ୟର ଅନ୍ତରାଳେ କ'ଣ ରହସ୍ୟ ରହିଛି, ତାହା ଜିଜ୍ଞାସା କରିବାକୁ ଯାଇ କହୁଛନ୍ତି, ହେ ଦେବଶ୍ରେଷ୍ଠ, ଉଗ୍ର ରୂପଧାରୀ ଆପଣ କିଏ ମୋତେ କୁହନ୍ତୁ। ଆପଣଙ୍କୁ ମୁଁ ନମସ୍କାର କରୁଛି। ଆପଣ ପ୍ରସନ୍ନ ହୁଅନ୍ତୁ। ଆପଣଙ୍କ ଆଦି ରୂପର ପ୍ରକୃତ ରହସ୍ୟ ମୁଁ ଜାଣିବାକୁ ଚାହୁଁଛି, କାରଣ ଆପଣଙ୍କ ପ୍ରକୃତିକୁ ମୁଁ ଭଲ ଭାବରେ ଜାଣେ ନାହିଁ। ଆଖ୍ୟାହି ମେ କୋ ଭବାନୁଗୁରୁପୋ ନମୋ ଅସ୍ତୁ ତେ ଦେବବର ପ୍ରସାଦ୍ୟ ବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ ନାହିଁ ପ୍ରଜାନାମି ତବ ପ୍ରକୃତିମ୍। ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତର ଦେଇ ପରମାତ୍ମା କହିଲେ, ମୁଁ ସମସ୍ତ ଲୋକର କ୍ଷୟକାରୀ ପଥିତ କାଳ ଅଟେ। କାଳୋऽସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧଃ। ପରମାତ୍ମାଙ୍କର ଏହି କଥନରୁ ସ୍ପଷ୍ଟ ହୁଏ ଯେ ସେ ମହାବିନାଶ ସମୟରେ ହିଁ ଅବତରଣ କରି ମୋହଗ୍ରସ୍ତ ତଥା ବିସ୍ମୃତିର ଅତଳ ଗହ୍ୱରରେ ନିପତିତ ମାନବାତ୍ମାଗଣଙ୍କୁ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଅର୍ଜୁନ ଯାହା ସବୁ ସାକ୍ଷାତକାରରେ କହିଥିଲେ, ତାହା ଆଗାମୀ ମହାବିନାଶର ସୂଚନା ମାତ୍ର ଥିଲା। ପରମାତ୍ମାଙ୍କ ସ୍ୱରୂପ ସହିତ ଏହାର କୌଣସି ସମ୍ପର୍କ ନାହିଁ। ତଥାପି ଯଦି ଏହାକୁ କେହି ପରମାତ୍ମାଙ୍କ ସ୍ୱରୂପ ବୋଲି ବିଶ୍ୱାସ କରନ୍ତି, ତେବେ ସୁଦ୍ଧା ଏଥିରୁ ତାଙ୍କର ସର୍ବବ୍ୟାପକତା ପ୍ରମାଣିତ ହେଉନାହିଁ। କାରଣ ଯାହାର କୌଣସି ରୂପ ଅଛି, ଯାହାକୁ ଜଣେ ପ୍ରତ୍ୟକ୍ଷରେ ଦର୍ଶନ କରିପାରୁଛି, ସେ ସର୍ବବ୍ୟାପକ ବା ଅନନ୍ତ କିପରି ହୋଇପାରିବ? କ୍ରମଶଃ ଓମ୍ ଶାନ୍ତି।